ବଞ୍ଚିବାର ରାହା ଖୋଜୁଛି କୋମଳମତି ଶିଶୁ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜିରାହାଡ଼ି ଗ୍ରାମର ମଙ୍ଗୁଳୁ ଗୌଡ଼, ତାଙ୍କ ପୁଅ ଆକାଶ ଗୌଡ଼, ଯାହାର ବୟସ ମାତ୍ର 6 ବର୍ଷ। କିନ୍ତୁ ଏ ବୟସରେ ଦୈବ ଏମିତି ଦାଉ ସାଧିଛି ଯେ ବଞ୍ଚିବାର ରାହା ଖୋଜୁଛି ଆକାଶ ଗୌଡ଼। ତାହେଲେ କ'ଣ ରହିଛି ପରିସ୍ଥିତି, କେଉଁଭଳି ଭାବରେ ଆକାଶ ଗୌଡ଼ ବଞ୍ଚିବାର ରାହା ଖୋଜୁଛନ୍ତି, ଚାଲନ୍ତୁ ଆମେ ଫୋକସ୍ ପ୍ଲସ୍ର ଏହି ସ୍ୱତନ୍ତ୍ର ରିପୋର୍ଟଟା ଦେଖିବା। ରହିଯାଇଛି କ'ଣ କ'ଣ ଅସୁବିଧା କ'ଣ ହେଉଛି? ଚାଲିପାରୁନି, ଆଉ ଜନ୍ମ ଠାରୁ ଦେଖେଇଲୁଣି ସବୁଠି, ଯୋଉଠି ଯୋଉଠି ଦେଖେଇ ସରିଗଲାଣି ସବୁ ପଇସା ପତ୍ର, ଧନ ସମ୍ପତ୍ତି ସବୁ, ସୁନା କନ୍ତାଟିଆ ସବୁ ବିକାବିକି କରିବା ଦେଖାଉଛୁ। ସ୍ୱାମୀ ମୋର ନେବର କାମ, କିଛି ତ ଚଳିବାକୁ କଷ୍ଟ, ବହୁତ ଦୁଃଖରେ ଚଳୁଛୁ। କିଛି ସହାୟତା ନାହିଁ, ତାକୁ ତ ପଇସା ମିଳିବା କଥା, କାର୍ଡଟେ ହେଲେ ହେଇପାରୁନି, କି ଚାଉଳ ତ ତାକୁ ମିଳୁନି। ଆମେ 10 କିଲୋ ମାସକୁ ଯେଉଁ ମିଳୁଛି ସେତିକି, ଆଉ ତ କିଛି ସହାୟ ନାହିଁ। ଏତିକି ଯାହା ଦେଖେଇଲୁଣୁ ହେଲେ କୋଉଠି ଟଙ୍କାଟେ ହେଲେ ମିଳିବାକୁ କଷ୍ଟ। ସରକାରକୁ ଚାହୁଁଛୁ କି ପିଲା ଚାଲିବ କେମିତି ଦେଖେ, ଆଉ କ'ଣ ମିଳିବାକୁ ଥିବ ମିଳିବ, ଆଉ କାର୍ଡଟା ତାର ହବ, ପଇସା ମିଳିବ କ'ଣ, ସେ ଚଳିପାରିବ କେମିତି ପଢ଼ିବ କେମିତି କ'ଣ, ଆମେ ତ କିଛି ସାହାରା ନାହିଁ, ଆମେ ତ ଜାଣିପାରୁନୁ କିଛି। ତା ଗୋଡ଼ ଯାହା ତ ବେଣ୍ଡ ହେଇଯାଇଛି, ଶିର ଲାଗିକିରି, ଆଉ ଚାରିଆଡ଼େ ବୁଲେଇ ଡକ୍ଟରଙ୍କୁ ସବୁ ଦେଖେଇଲେଣୁ। କେତେ ଥର ଧାଇଁଛି ବ୍ଲକକୁ। ଆମର ସରପଞ୍ଚ ଚେୟାରମ୍ୟାନ୍ ପୂର୍ବତନ ଯେଉଁ ଥିଲେ ଆମର ଅନାଦି ବେହେରା, ସମସ୍ତେ କହିଛି, ଏମାନେ ତ ଖାଲି ହଁ କରିବା କହିକିରି କିଛି ସହଯୋଗ ନାହିଁ। ଲାଷ୍ଟକୁ ମୋ ପିଲା କେମିତି ଚାଲିବ, ମୁଁ ସେଇ ଇଏରେ ଚାଲିଲି। କଂସା ତାଟିଆ ଯାହା ଘର ଦ୍ୱାର ବିଲ ବାଡ଼ି ଧନ ଆମର ସୁନା ରୂପା ସବୁ ବନ୍ଧା ପକେଇକିରି ମୋ ପିଲାଟା କେମିତି ଭଲ ସରକାରୀ ସହାୟତା ନ ମିଳିଲେ ଯାହାହେଲେ ମୋ ପିଲାଟା ଭଲ କରିବି ବୋଲି ମେଡ଼ିକାଲକୁ ଚାରିଆଡ଼େ ବୁଲେଇ ଦେଖେଇକିରି ଏବେ ଲାଷ୍ଟକୁ ଏମ୍ସିକି ନେଇଥିଲି। ଏମ୍ସିରେ ଦେଖେଇଲି, ସେ ସାର୍ କହିଲେ ବହୁତ ଦିନ ରହିବାକୁ ପଡ଼ିବ, ପିଲା ଭଲ ହେବ କି ନ ହେବ ଆମେ କହିପାରିବୁନୁ, ଆଉ ବହୁତ ଦିନ ରହିବାକୁ ପଡ଼ିବ ପିଲାକୁ ଧରିକିରି ବୋଲି କହି ରହିକିରି ଦେଖେଇଲାରୁ 3 ଲକ୍ଷ ଟଙ୍କା ସରିଗଲାଣି ଆମର, ଆଉ ପଇସା ପତ୍ର କିଛି ନାହିଁ। ଆଉ ସରକାରକୁ ଏବେ ନୂଆ ସରକାର ହେଇଛି, ଆମର ତାଙ୍କ ଦେହ ଅନୁରୋଧ କରୁଛି, ଭଗବାନ କୃପାରୁ ସରକାର ସହାୟତା କିଛି ମିଳିଲେ ମୋ ପିଲାଟା କେମିତି ଚାଲିବ ଭଲରେ, ସେତିକି ମୁଁ ଆମ ସରକାରକୁ ଅନୁରୋଧ କରୁଛି। ସରକାର ପାଇଁ ହେଲେ ମୁଁ ବହୁତ ଧାଇଁଥିଲି, ଆମର ବିଜେପି ସରକାର ପାଇଁ ରାତି ଦିନ ଗୋଟେ କରିକି ତାଙ୍କ ଇଏରେ ବହୁତ ମୁଁ ଧାଇଁଛି, ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଏ ଶୁଣିବାକୁ ନାହିଁ କି କିଛି ନାହିଁ। ମୁଁ କହିଛି ହେଲେ ମଧ୍ୟ ବହୁତ, ମୁଁ କହିଲି ଭାଇମାନେ ଟିକେ ମୋତେ ସହଯୋଗ କର, ମୁଁ ତ ଗରିବ ପିଲା ଖଟିଲେ ଖାଉଛି, ତମେ ଟିକେ ସହଯୋଗ କଲେ ମୁଁ ଟିକେ ଉପକୃତ ହେଇତି, ମୋ ପିଲାଟା କେମିତି ଟିକେ ଚାଲିବ, ଟିକେ ମୋ ପାଖରେ ତ ଧନ ସମ୍ପତ୍ତି କିଛି ନାହିଁ, ମୁଁ ତମ ପାଇଁ ଦାଇଁକିରି ବହୁତ କରିଛି। ତାଙ୍କେ ମଧ୍ୟ ହଁ କରିବା କିଛି କହୁଛନ୍ତି ସିନା, କିଛି କାମରେ ନାହିଁ କିଛି। ମୁଁ ସରକାରକୁ ଅନୁରୋଧ କରୁଛି କେମିତି ମୋ ପିଲାଟା ଭଲରେ ଚାଲିବ, କି ସହାୟତା ଟିକେ ମିଳିଲେ। ଗୌଡ଼ର ପୁଅର ସ୍ୱାସ୍ଥ୍ୟ ଖରାପ, ସେ ଗୋଡ଼ ହାତ ତାର ଚାଲପ୍ରଚଳ ହେଉନି, ବିକଳଙ୍ଗା ଆଉ ଭିନ୍ନକ୍ଷମ ହିସାବରେ ସେ ପିଲା, ସିଏ ହେଲେ ଦରିଦ୍ର ଗରିବ ଲୋକ, କିଛି ନାହିଁ। ତାପରେ ଆମେ ସରକାରକୁ ଅନୁରୋଧ କରୁଛୁ, ଆଉ ଯେ ଆମକୁ ସରକାର ସହାୟତା କ'ଣ ମିଳିଲେ ସେ ଲୋକଟା ହେଲେ ଅନୁକୃତ ହେତା, ଫଳପ୍ରାପ୍ତ ହେତା, ତାର ପିଲା ଚାଲୁ ବୁଲୁ କରୁନି, କିଛି ନାହିଁ। ଆଜ୍ଞା ଆମେ ଏତିକି ଜାଣିଛୁ ଯେ ମଙ୍ଗୁଳୁ ଗୌଡ଼ ହେଉଛି ଜିରାବାଡ଼ିର ବାସନ୍ଦା, କିନ୍ତୁ ସେ ବହୁତ ଗରିବ ଲୋକ। ସେ ପିଲାଟାକୁ ଧରିକିରି କଟକ ଭୁବନେଶ୍ୱର ସବୁ ମେଡ଼ିକାଲ ଯାଇ ହତାଶିଆ ହେଇଲାଣି, କୌଣସି କାର୍ଯ୍ୟକଳାପ ହେଇପାରୁନି ବୋଲି ଆମେ ଅନୁରୋଧ କରୁଛୁ। ଆମର ସରକାର କର୍ମଚାରୀ ଆଜ୍ଞା କିଏ ଯେ ସରକାରଙ୍କୁ ଆମର ଅନୁରୋଧ କରୁଛୁ, କିଛି ସାହାଯ୍ୟ କଲେ ତାଙ୍କ ସହାୟତାରୁ ସିଏ ଟିକେ ମୁକ୍ତି ପାଇବ ବୋଲି, ଆଉ କିଛି ନାହିଁ ଆଜ୍ଞା। ତବେକେ ଏହା ଗୋଟେ ଦୁଃଖଦପୂର୍ଣ୍ଣ ଜିନିଷ। ସେ ମଙ୍ଗୁଳ ଯିଏକି ଗୋଟେ ଦିନ ମଜୁରିଆ, ଯେ ଦିନ ମଜୁର କରିକି ସେ ପେଟ ପୋଷୁଥାଏ, ଆଉ ତାର ଗୋଟେ ପୁଅ ଯିଏକି ଗୋଟେ ବିକଳାଙ୍ଗ ହେଇଯାଇଛି, ତାର 2ଟି ଯାକ ଗୋଡ଼ ବର୍ତ୍ତମାନ ସେ ଅଚଳ ହେଇକି ଅଛନ୍ତି। ଆଉ ଅଚଳ ଯୋଗୁଁ ସେ ଦୀର୍ଘ ଗୋଟେ 2-3 ବର୍ଷ ଧରି ସେ ମେଡ଼ିକାଲରେ ହିଁ ଟ୍ରିଟମେଣ୍ଟ କରୁଛନ୍ତି। ଆଉ ମୋତେ ମଧ୍ୟ ସହାୟତା ମାଗିଥିଲେ, ଆଉ ମୁଁ ମଧ୍ୟ କହିଥିଲି ଯେ ପଞ୍ଚାୟତ ତରଫରୁ ଯାହା ସବୁ ସହାୟତା ହେବ ମୁଁ ନିହାତି କରିବି। ଆଉ ମୁଁ ଆମର ରାଜ୍ୟ ସରକାରକୁ ଅନୁରୋଧ କରୁଛି, ଯଦି ମଙ୍ଗୁଳ ଭାଇଙ୍କର ଏଇ ଯେଉଁ ପୁଅ ପାଇଁ କିଛି ଯଦି ସୁବିଧା ସୁଯୋଗ ମିଳିପାରନ୍ତା ବହୁତ ଭଲ ହୁଅନ୍ତା। ଦେଖନ୍ତୁ, ଆମେ ଯାହାକି ମଙ୍ଗୁଳଙ୍କ ପରିବାର ସହିତ ଆଲୋଚନା କରୁଥିଲେ ଏବଂ କିଛି ଗ୍ରାମବାସୀ ରହିଥିଲେ ଏବଂ ସ୍ଥାନୀୟ ସରପଞ୍ଚ ମଧ୍ୟ ରହିଥିଲେ ଆମ ସହିତ, ଆମେ ସେମାନଙ୍କ ସହିତ ଯାହା ଆଲୋଚନା କରୁଥିଲେ, ଯିଏକି ଆକାଶ ଗୌଡ଼ ରହିଛନ୍ତି, ସେ ଜନ୍ମରୁ ଏଇଭଳି ଭାବରେ ହେଇଥିବା ବେଳେ ଦୀର୍ଘ 2 ବର୍ଷ ହେଲା ସିଏ ମେଡ଼ିକାଲରେ ରହି ଟ୍ରିଟମେଣ୍ଟ ହେଉଛନ୍ତି। କିନ୍ତୁ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏବଂ ମଙ୍ଗୁଳ ଜଣେ ଦିନ ମଜୁରିଆ ହୋଇଥିବାରୁ ଏସବୁ ଖର୍ଚ୍ଚ କରିବା ତାଙ୍କ ପକ୍ଷେ ସକ୍ଷମ ହୋଇପାରୁନି, ଯାହାଫଳରେ ତାଙ୍କ ପୁଅଟି ଯାହାକି ଚାଲିବାରୁ ବଞ୍ଚିତ ରହିଛନ୍ତି।
କିନ୍ତୁ ସେ ସରକାରଙ୍କୁ ବହୁତ ଥର ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚି ପାରିନି। ସେ ଯାହାକି କହୁଥିଲେ ଯଦି ଏ ଯେଉଁ ଶିଶୁଟି ରହିଛି ଯଦି ରେସନ୍ କାର୍ଡ଼ରେ ତା'ର ନାଁ ଲାଗନ୍ତା କିମ୍ବା ତା'ର ଗୋଟିଏ ସ୍ୱତନ୍ତ୍ର କାର୍ଡ଼ ହୁଅନ୍ତା ତାହେଲେ ସେ କାର୍ଡ଼ ମାଧ୍ୟମରେ ସେ କିଛିଟା ଯେଉଁ ମେଡ଼ିକାଲରେ ଦେଖାଇ ପାରନ୍ତେ ଏବଂ ସେଥିରୁ ସେ କିଛି ଉପକୃତ ହୋଇପାରନ୍ତେ ଏବଂ ସରକାର ଯେଉଁ ସହାୟତା ଘୋଷଣା କରୁଛନ୍ତି ଯେ ଅସହାୟମାନଙ୍କୁ ସହାୟତା ପ୍ରଦାନ କରିବା ସେଥିରେ ମଧ୍ୟ ତାଙ୍କୁ ଯଦି ସାମିଲ କରାଯାଆନ୍ତା ତାହେଲେ ଆକାଶ ନିଶ୍ଚୟ ଭାବରେ ଚାଲିପାରନ୍ତା। ଏବଂ ଏଠି ଯାହାକି ସରପଞ୍ଚ ମଧ୍ୟ କହୁଥିଲେ ସେ ମଧ୍ୟ ସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ବହୁତ ଚେଷ୍ଟା କରିଛନ୍ତି ଏବଂ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି ଯେ ଯଥାଶୀଘ୍ର ଆକାଶଙ୍କ ପରିବାରକୁ କିମ୍ବା ଆକାଶକୁ ଆର୍ଥିକ ସହାୟତା ସହିତ ତାଙ୍କୁ ଯଦି କିଛି ଭତ୍ତା ପ୍ରଦାନ କରାଯାଆନ୍ତା ତାହେଲେ ଆକାଶ ଉପକୃତ ହୋଇପାରନ୍ତା ଏବଂ ଯଦି ମେଡ଼ିକାଲ କଥା କହିବା ମେଡ଼ିକାଲରେ ଯଦି ତା'ର ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଆନ୍ତା ତାହେଲେ ଆକାଶ ନିଶ୍ଚୟ ଭାବରେ ଚାଲିପାରନ୍ତା। ତ ଦେଖାଯାଉ ଆକାଶଙ୍କର ଏହିଭଳି ଦୁଃଖ ଏବଂ ମଙ୍ଗୁଳୁଙ୍କର ପରିବାରର ଦୁଃଖକୁ ଦେଖି ସରକାର କିମ୍ବା କୌଣସି ବଦାନ ବ୍ୟକ୍ତି କେଉଁଭଳି ଭାବରେ ତାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି। ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ପୂର୍ଣ୍ଣଚନ୍ଦ୍ର ବାରିକ, ଫୋକସ୍ ପ୍ଲସ୍।